माने जाओ मलय रानी प्रेम आलोपे मना करनी आपो रानी आपो तो भलरे भलरे कौश मत तुम प्रेम दान दे मुदे मो मन शांत कर दियो गुप्त प्रेम रे गुप्त मिलन हठोत प्रेम रे होई बंधन गुप्त कथा रे गुप्त मिलन हठोत प्रेम रे होई बंधन जहाँ कहिबू ताहा करिबू राजी नहेल हत्या करिबू बानी जाओ तू लोफन करी प्रेम आलोपे मना करनी बानी जाओ लो मलय रानी प्रेम 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 आलोपे मना करनी प्रेम द्रुफा मोहरा हंत हेब काम जात ना मोरा मेंटी गले प्रेम द्रुफा मोहरा हंत हेब काम जात ना मोरा यौवन तोर गला पागल संभाली पारुनी अंग तुमरा केते भाई विभु सागर प्रेम आलोपे मना करनी शीतले पनी विभु सागर प्रेम आलोपे मना करनी आपरानी मामो मामो आओ वृथा हो गला हेलो भणजा कथा रे अछि ओ जेते चेष्टा करे मध्य आओ बुझुछंती नाही रानी माता कथा रे अछि सिद्धा अंगुली रे केबे घियो बारिबो नाही अंगुली को तड़ा करबा को पड़ी थाए भणजा तड़ा करबा को पड़ी थाए हां मामो एक रास्ता बतैलो हेले रानी मां काहे की आपण एई यौवन अवस्था को पानी रे फिंकी देबे मने पकाओ सही बेलर कथा को आपणक अवस्था केमिति हबो रानी मां केमिति हबो आपणक बहु आसिले आपणक अवस्था केमिति हबो टिके भाबी चिंती करे कोह रानी मां भाबी चिंती करी कोह हां मामो मामो मो मत सेमिति भाबुछि हाउ एते बुझाइला पर ना दिना रास्ता को नाही आफुचंती हेले तुम पाखरे कण रानी माँ को बुझाई पारिबो नहले आमे चली जिबा हम राज्य को हां भण जहां ये रानी माँ सत्य करिसंती पंच सम्मुखरे आओ दुनिया कहिबो सती हां भण जहां ए दुनिया कहिबो रानी गोटे असती रानी गोटे
ସତ୍ୟ କଥାକୁ ବିଶ୍ୱାସ କରନ୍ତି ନାହିଁ ବୋଲି ରାଣୀ ଗୋଟିଏ ତ୍ରିବାର ସତ୍ୟ କରି ତାଙ୍କ ତ୍ରିବାର ସତ୍ୟକୁ ନିଜେ ତାଙ୍କ ବକ୍ତବ୍ୟକୁ ସେ ରଖିପାରନ୍ତି ନାହିଁ ମାମୁଁ। ଟିକେ ଭାବି ଚିନ୍ତି କରି କୁହ ରାଣୀ ମା, ଭାବି ଚିନ୍ତି କରି କୁହ। ଏଇଟା ହଉଛି ସଠିକ ସମୟ। এই সময়କୁ ଯଦି ଆପଣ ହାତ ମୁଠକୁ ଛାଣିଦେବେ ହେଲେ ବେଲେ ଆସିବ ଆପଣ ହିଁ ଏ ରାଜ୍ୟରେ ତଣା ଖାଇବେ, ତଣା। କଣ କହିଲେ ସାବତ? ଆଉ ଚିନ୍ତିତ କାହିଁକି? ନହେଲେ ଆମେ ଫେରିଯିବୁ। ଆଉ ତୁମେ ସେ ସତ୍ୟ କରିଛ, ଏ ସମ୍ମୁଖରେ ତୁମକୁ ଏମିତି ଉପାସ କରିବି। ହେଲେ ଏ ମଲୟସେନ ରାଜ୍ୟର ଦୁଷ୍ୟ ରାଜ୍ୟକୁ ତୁମେ ଏଠି ରଖିବାକୁ ପଡ଼ିଛ। ତୁମକୁ ଗର୍ଭରେ ଆଉ ଛୁଆ ଜନ୍ମିବ ନାହିଁ। ଏ ଭୂତ ହୋଇ ସାରିଛନ୍ତି ମାମୁଁ। ଆଉ ମୁଁ ଗୋଟିଏ ବଦ୍ଧ ରାଜାଙ୍କ ସୂତ୍ରରୁ ପରାମର୍ଶ ନେଇ ଜାଣିପାରୁଛି ଆମ ମହାରାଜ ବଦ୍ଧ ରାଜାଙ୍କୁ ପରାମର୍ଶ ନେଇ ଗୋଟିଏ ଔଷଧ ଆଣି ଆମ ରାଣୀ ମାକୁ ଖାଦ୍ୟରେ ମିଶାଇ ଦେଉଛନ୍ତି। ଆଉ ତୁମ ଗର୍ଭରେ ସନ୍ତାନ ହେବ ନାହିଁ ରାଣୀ ମା। ଆଉ କାଲି ବି ତୁମ ଜ୍ୟେଷ୍ଠ ରାଣୀର ପୁତ୍ର ଏ ରାଜ୍ୟ ସିଂହାସନରେ ଅଭିଷିକ୍ତ ହେବ। ସେ ସମୟରେ ତୁମେ ହେବ ତା ଚାକରାଣୀ। ଆଉ ହେତିକି ନୁହଁ, ଝାଡୁ ମାରିବାକୁ ପଡିବ, ଝାଡୁ। ଏ ସବୁ ବୁଝାଇ ଦିଅ। କଣ ଭାବୁଛ? ସେନାପତି ଯାହା କହୁଛନ୍ତି ମୋ ମଙ୍ଗଳ ପାଇଁ କହୁଛନ୍ତି, କାହିଁକି ନା ମୁଁ ତାଙ୍କ କଥାରେ ସମର୍ଥନ ହେବାକୁ ପଡ଼ିବ। ହେଲେ ଏଇ ବୃଦ୍ଧ ରାଜା ସହିତ କେତେ ଦିନ ମୋର ଜନ ଯୌବନ ତାକୁ ନଷ୍ଟ କରିବେ? ନାଇଁ ନାଇଁ, ମୋତେ ଯାହା କିଛି ବି କରି ସେନାପତି ସହିତ ମୁଁ ଏକ ଚକ୍ରାନ୍ତ କରି ମାମୁଁ ହାତ ମୁଠାକୁ ଆଣିବାକୁ ପଡ଼ିବ। ଆଉ ରାସ୍ତା ଆସି ଯାଉଛନ୍ତି ରାଣୀ। କଣ କହିଲେ କୁହନ୍ତୁ? ସେନାପତି, ହଁ ବାବୁ ତ ମୁଁ ଯାହା କହିବି ଆପଣ ମାନିବେ? ହଁ ନିଶ୍ଚୟ ମାନିବୁ। ମୁଁ ଆପଣଙ୍କ କଥାରେ ରାଜି ଅଛି। ରାଣୀ ମା ବର୍ତ୍ତମାନ ରାଜ୍ୟ ହେଇଗଲେ ଆମ ଗୁପ୍ତ ପ୍ରେମର ସମ୍ପର୍କ ରଖିବାକୁ। ହଁ ଏବେ ତ ରାସ୍ତା ତ ପୁରା କ୍ଲିୟର ହେଇଯାଇଛି। ହେଇଯାଇଛି ମାମୁଁ। ଆଉ ରାଣୀ ମାକୁ ଆଜି ଦିନ ଠାରୁ ମୋର ହବ ସେ ପ୍ରେମିକା, ଆଉ ମୁଁ ହେବି ତୁମର ପ୍ରେମିକ। ହେଲେ ସେନାପତି, ହଁ। ସେ ବୃଦ୍ଧ ରାଜା ତା ପୁଅକୁ ଘରୁ ତଡ଼ିବାକୁ ପଡ଼ିବ। ମାମୁଁ ଆମ ଜ୍ୟେଷ୍ଠ ରାଣୀ ପୁତ୍ରକୁ କଣ କରିବାକୁ ହବ ମାମୁଁ? ସେଇଟା ସମୟ ଆସିବ, ଏମିତି ଗୋଟେ ଚକ୍ରବ୍ୟୁହରେ ଫସାଇ ଦେବ ଯେ ସେ ରାଜା ମଧ୍ୟ ଜାଣିପାରିବ ନାହିଁ। ଆଉ ସେଇ କଥା ମାମୁଁ, ଆଉ ସେଇଠି ତମେ ହେବ ରାଜା, ଆଉ ମୁଁ ହେବି ରାଜରାଣୀ। ମହାରାଣୀ ତୁମେ ସେଇଠି ହେବ, ମୁଁ ହେବି ରାଜା, ଆଉ ତୁମେ ହେବ ମହାରାଣୀ। ହେଲେ ଅତି ଶୀଘ୍ର ବାପା ପୁଅକୁ ଘରୁ ବାହାର କରିବାକୁ ପଡ଼ିବ, ମାରିଦେବାକୁ ପଡ଼ିବ। ନିଶ୍ଚୟ କରିବୁ ମହାରାଣୀ, ସେଥିରେ କିଛି ଭାବିବା ପ୍ରୟୋଜନ ନାହିଁ। ହଁ ପ୍ରିୟ, ହଁ ପ୍ରେମିକା, ଆମେ ଚାଲିଯିବା ସେଇ ଦୁଷିଆ ରାଜ୍ୟକୁ। ବର୍ତ୍ତମାନ ଆସିଯିବେ ସେ ବୃଦ୍ଧ ରାଜା। ଆରେ ବାହା, ଏଇଟା ହଉଛି ଠିକ କଥା। ହେଲେ ରାଣୀମା, ଆସନ୍ତା କାଲି ଦେଖା ହେବ ମୋ ଭଣଜା ସହିତ ଆପଣଙ୍କର। ଓ ମାମୁଁ, ଭଣଜା, ଆମ ଏଇଠି ସେ କୂଟ ଚକ୍ରାନ୍ତ କରିବାକୁ ହବ। ହଁ ସେ ରାସ୍ତା ମାମୁଁ ଜାଣିଛି, ତୁମେ ଜାଣିଛ। ହଁ ହେଲେ ଶୁଣ, ମୁଁ ଗୋଟିଏ ରାସ୍ତା ଉପାୟ ଜଣେଇବି, ତାପରେ ପଳେଇବା ଆମେ। ହ୍ୟାଲୋ ଏ ପ୍ରେମିକା, ଏ ପ୍ରେମିକା ସାନ ସାବତ, ପ୍ରେମିକା ସାନ ସାବତ।